ଶୁଣନ୍ତୁ ଦେଖନ୍ତୁ ଯେତେବେଳେ ସିଏ ବିଜୁ ଜନତା ଦଳର ବିଧାୟକ ଥିଲେ ସିଏ ତିନିଟା ବାଲିଘାଟର ଭାଗୁଆଳି ଥିଲେ। ସିଏ ବି ଜାଣିବା ଦରକାର। ମୁଁ ବାଲିଘାଟ ନାଁ ବି କହିପାରିବି, ଧନିଜା, ବାଙ୍ଗରଡା ଏବଂ ଗହଙ୍ଗୁ। ଟେଣ୍ଡର କାହା ନାଁରେ ହେଇଥିଲା ସେ ସମୟରେ ନିଜର ବାହୁବଳ ପ୍ରୟୋଗ କରି ସେ ସମୟରେ ଉପରେ ଯେଉଁମାନେ ଟେଣ୍ଡର ପକାଉଥିଲେ 3-4 ଜଣ ଟେଣ୍ଡର କାଟିଲା ପରେ ସେ ନିଜର ସ୍ତ୍ରୀ ନାଁରେ ଯେ ନଚିକେତା ସ୍ୱାଇଁ କହୁଥିଲେ ଚିନ୍ମୟ ମହାନ୍ତି ନାଁରେ ସେ ଟେଣ୍ଡର କରିକି ସେ ଗହଙ୍ଗୁ ଘାଟି ଚଲାଉଥିଲେ। ଏବେ ସେ କୋଉ ହିସାବରେ ସେ ଆକ୍ଷେପ କରୁଛନ୍ତି ଆମର ବିଧାୟକ ପ୍ରତ୍ୟେକ କଥାରେ? ନିଶ୍ଚିତ ନାଇଁ, କିନ୍ତୁ ସୋସିଆଲ ମିଡିଆରେ ଆସିଛି, ଆମେ ବି ସୋସିଆଲ ମିଡିଆରେ ସାଧାରଣ ଜନତାକୁ ଜଣାଇବାକୁ ଚାହୁଁଛୁ ଏଇଟା ମିଥ୍ୟାରେ ସେ ନିଜର ନାଁ ନେବା ପାଇଁ ଏସବୁ କାର୍ଯ୍ୟ କରୁଛନ୍ତି। ସେମିତି କିଛି ନାହିଁ। ଯେତିକି ଆସିକା ଏରିଆରେ ଯେତିକି ବାଲିଘାଟ ଅଛି ସବୁ ଲିଜ୍ ବେଆଇନ ଯୋଉ ଚୋରି ଚାଲାଣ କହୁଛନ୍ତି ସେଟା ବେଆଇନ ନୁହଁ। ଯେତେ ଘାଟ ନାଁ ଅଛି ସେଇ ଘାଟ ନାଁରେ ଚାଲିଛି। ଆଉ ଗୋଟିଏ କଥା କହିବେ, କାହିଁକି ଏଇଟା କହୁଛନ୍ତି? ଗୋଟେ କଥା ଯେ ଏଇ ଜାଗାରୁ ସେ ଜାଗାରେ ନେଇଗଲେ ଟିକେ ଏପଟେ ଦୂରକୁ ଯାଇପାରିବେ, ସେପଟେ ଦୂରକୁ ଯାଇପାରିବେ। କାହିଁକି? ଦୀର୍ଘ ଆପଣ ଜାଣି ରଖନ୍ତୁ ପ୍ରାକ୍ଟିକାଲି ଏବେ 4 ବର୍ଷ ହେଲା ବନ୍ୟା ହେଇନଥିଲା ବାଲି ନାହିଁ ନଦୀରେ। ତ ଆମର ଗଭର୍ଣ୍ଣମେଣ୍ଟର ଯେତିକି ଦେବାର ଅଛି ରୟାଲ୍ଟି ସେତିକି ପଇସା ଦେବାକୁ ପଡିବ, ଯାହାଦ୍ୱାରା କି ସେ ଦେଇପାରିବେନି ତ ଗଭର୍ଣ୍ଣମେଣ୍ଟ ବି ରାଜସ୍ୱ ଆଦାୟ ହେଇପାରିବନି। ତ ଆଗକୁ ପଛକୁ ଟିକେ ଏପଟ ସେପଟ ଯେତେବେଳେ ଅଛି ଦେବାକୁ ବାଧ୍ୟ, ତମେ ସେତେବେଳେ କିଏ କିଛି ଏପଟ ସେପଟ କରିଦେବେ, ସେଇଟାକୁ ନେଇକି ସେମାନେ ଆକ୍ଷେପ କରୁଛନ୍ତି। ସେମାନେ ବି କରୁଥିଲେ, ଯିଏ ବି କହୁଛନ୍ତି ସିଏ କରିଛନ୍ତି। ଏବେ ସେମାନେ ଅସହିଷ୍ଣୁତା ଈର୍ଷାନ୍ୱିତ ଭାବେ ଆକ୍ଷେପ କରୁଛନ୍ତି ଭାରତୀୟ ଜନତା ପାର୍ଟିକୁ ଆକ୍ଷେପ କରୁଛନ୍ତି। ଆଜି ଆମେ ସୋସିଆଲ ମିଡିଆରେ ଆମେ ଦେଖିଲୁ ଯେ କି ବିଜୁ ଜନତା ଦଳର ଯିଏ ଜୋନ୍ ସଭାପତି ଯିଏ କହୁଛନ୍ତି ଯେ ଏସବୁ ଗୋଟେ ଅଦୃଶ୍ୟ ଶକ୍ତି ଯୋଉ କହୁଥିଲେ, ସେ ଅଦୃଶ୍ୟ ଶକ୍ତିଟା କଣ? ମିଥ୍ୟାରେ ସେ ଏ ପ୍ରକାର ଗୋଟେ ଆରୋପ ଲଗାଉଛନ୍ତି। ଆଉ ଯିଏ ବି କହୁଛନ୍ତି ସିଏ ବି ନିଜେ ଭାବିବା କଥା ସେ କଣ ଅଛନ୍ତି। ସିଏ ବି ବର୍ତ୍ତମାନ ଗହଙ୍ଗୁ ବାଲିଘାଟ ମାଲିକ ଥିଲେ, ସେତେବେଳେ ସେ ବିଜୁ ଜନତା ଦଳରେ ଥିଲେ। ନିଜର ଶକ୍ତି ସିଏ ପ୍ରୟୋଗ କରି ବହୁତ ଉପରେ ଆପଣ ଯିଏ ବିଜୁ ଜନତା ଦଳ ଜୋନ୍ ସଭାପତି ଆଉ ସୋସିଆଲ ମିଡିଆରେ ଆମେ ଦେଖିଲୁ ଯେ ନଚିକେତା ସ୍ୱାଇଁ ସେ ସୋସିଆଲ ମିଡିଆରେ କହୁଛନ୍ତି ଯେ ଆସିକାରେ ଗୋଟେ ଆମର ନେତୃତ୍ୱକୁ ସେମାନେ ସେ ପୁରା ବିରୋଧ କରି ଆକ୍ଷେପ କରୁଛନ୍ତି ପ୍ରତ୍ୟେକ କଥାରେ ଯେ ବାଲିଘାଟକୁ ନେଇକି ଯୋଉ କହୁଛନ୍ତି ଏଇଟା ମିଥ୍ୟାରେ ସେ ଅଭିଯୋଗ କରୁଛନ୍ତି। ସୋସିଆଲ ମିଡିଆରେ ଲୋକଙ୍କୁ ଭ୍ରମିତ କରୁଛନ୍ତି, ଯେହେତୁ ଆସିକାରେ ବିଜୁ ଜନତା ଦଳର ବର୍ତ୍ତମାନ କୌଣସି ପ୍ରକାର କିଛି ଶକ୍ତି ନାହିଁ। ସେଥିପାଇଁ ଏମାନେ ଗୋଟେ ମିଥ୍ୟାରେ ବାରମ୍ବାର ସୋସିଆଲ ମିଡିଆରେ ଏଟା ଦେଖିବାକୁ ମିଳୁଛି। କଣ ସବୁ ଘଟଣା କଣ ହେଇଛି, କୋଉଟାକୁ ନେଇକି ଯୋଉ ଘଟଣା କୋଉଟା ସୋସିଆଲ ମିଡିଆରେ କଣ ପ୍ରକଟ ହେଲା, କଣ ସବୁ ନାଇଁ କିଛି ଗାଡିକୁ ଯୋଉ କହୁଥିଲେ କି କିଛି ଗାଡିକୁ ଧରିଥିଲେ, କୋଉ ଦିନ 4-5 ଦିନ ତଳେ କୋଉ ଗାଡିକୁ ଧରିଥିଲେ, ତାପରେ କଣ ଛାଡିଦେଲେ କହିଲେ କି ସମସ୍ତ ପ୍ରଶାସନକୁ ବି ସେମାନେ ନିନ୍ଦା କରୁଛନ୍ତି। ଏଇଟା ମିଥ୍ୟା କଥା। ଯେହେତୁ ନଦୀ ଘାଟ ପାଖରେ କୋଉ ଗାଡି ରୋଡ ଉପରେ ଅଛି, ଖାଲି ଗାଡିକୁ ସେମାନେ ନେଇକି ଯାଇଥିଲେ, ତାପରେ ଇନଭେଷ୍ଟି କଲେ ଜଣା ପଡିଲା ଯେ ଏଇଟା ମିଥ୍ୟା, ତେଣୁକରି ସେମାନେ ଛାଡି ଥାଇ ପାରନ୍ତି। ସେଇଟାକୁ ଯେ ଅଦୃଶ୍ୟ ଶକ୍ତି ଆମର ନେତୃତ୍ୱକୁ ଟିକେକୁ ଆଖି ଦେଖାଉଛନ୍ତି। ସେ ଆମର ବର୍ତ୍ତମାନ ନେତୃତ୍ୱ, ସେ ନେତା ଆମର ବିଜେପି ସରକାରର ଲୋକପ୍ରିୟ ବଢିଆ ପରେ ବିଜୁ ଜନତା ଦଳର ଯିଏ କି ଜୋନ୍ ସଭାପତି ଅଛନ୍ତି ସେ ଈର୍ଷାନ୍ୱିତ ହେଇକି ଏ ପ୍ରକାର ଭାବେ ସବୁ